ଆଜି ଆମ ଶିଶୁ ମନ୍ଦିରରେ ଶିଶୁ ବାଟିକା ପିଲାମାନଙ୍କର ଫୁଲ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଥିଲା। ଫୁଲ ବଗିଚା ମଧ୍ୟରେ ବୁଲିବା ଓ ଫୁଲ ଚିହ୍ନିବାରେ ଶିଶୁମାନେ ମଜି ଯାଇଥିଲେ। ଫୁଲକୁ ଚିହ୍ନିବା ଏହା କ'ଣ ଏତେ ଜରୁରୀ? ହଁ, ଆଜିର ଦୁନିଆ ପ୍ରାକୃତିକ ପରିବେଶ ଠାରୁ ବହୁ ଦୂରରେ ଗତି କରୁଛି। ଆଜି ସେହି ଫୁଲ ରହିଛି ସତ, କିନ୍ତୁ ତାହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆମ ପାଖରେ ସମୟ ବା କାହିଁ? ତେବେ ସେସବୁ ଛାଡ଼ନ୍ତୁ। ଫୁଲ ବିଭିନ୍ନ ରଙ୍ଗର, ବିଭିନ୍ନ ବାସ୍ନାର, ନିଷ୍ପାପ ଓ ନିଷ୍କଳଙ୍କ। ଠିକ୍ ଏହି ଶିଶୁମାନଙ୍କ ପରି ସମସ୍ତେ ସମାନ ନୁହନ୍ତି କି ସମାନ ସ୍ଥାନରେ ରହିବେ ନାହିଁ। କିଏ ଦେବତାଙ୍କ ମୁଣ୍ଡରେ ତ କିଏ ପାଦରେ ସ୍ଥାନ ପାଇବ, କିନ୍ତୁ ସମସ୍ତଙ୍କର କିଛି ନା କିଛି ବିଶେଷତ୍ୱ ରହିଛି। ଆଜିର ଦୁନିଆରେ ଅନେକ ଶିଶୁରୂପୀ ଫୁଲ ଅବହେଳିତ ଓ ଅତ୍ୟାଚାରିତ ହୋଇ ଝରି ଯାଉଛନ୍ତି। କିଛି ସକାଳେ ଫୁଟି ସନ୍ଧ୍ୟାରେ, ତ କିଛି ସନ୍ଧ୍ୟାରେ ଫୁଟି ସକାଳେ ଝରିଯାଆନ୍ତି। କିନ୍ତୁ ଆମର ଏହି ଶିଶୁରୂପୀ ଫୁଲ ଫୁଟିଛନ୍ତି ଯେତେବେଳେ ଝରିଯିବେ ତ ନିଶ୍ଚିତ, କିନ୍ତୁ ଝରିବା ପୂର୍ବରୁ ତାଙ୍କର ବାସ୍ନା କିପରି ଚତୁର୍ଦିଗରେ ମହକାଇ ପାରିବେ ଓ ପରିବେଶକୁ ଟିକେ ଭଲ କରି ବୁଝିବେ, ଏହା ଆମର ଲକ୍ଷ୍ୟ।